Hello everyone, good morning. Welcome to ଖବରପତି ଟକ୍ ଅଫିସିଆଲ ମାଇ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଥିବେ। ଆଜିର ଏହି ସେସନରେ ଆମେ ଆଲୋଚନା କରିବା ଓଡ଼ିଆ ପେଡାଗୋଜିର 2011ରୁ 2024 ପର୍ଯ୍ୟନ୍ତ ଇମ୍ପୋର୍ଟାଣ୍ଟ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡ଼ିକ ଏଥିରେ ଆମେ ଫୁଲ୍ ଡିସ୍କସନ୍ କରିବା। ତ ଆପଣମାନେ ଏବେଠୁ ହିଁ ଜୋରଜାର ପ୍ରିପାରେସନ୍ ଜାରି ରଖନ୍ତୁ। ନିହାତି ଭାବରେ ଆଗାମୀ ସ୍ପେଶିଆଲ OTET ପାଇଁ ବହୁତ ହି ଭଲ କରିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି, ଭାଷାର ବ୍ୟୁତ୍ପତ୍ତିଗତ ଅର୍ଥ କାହାକୁ କୁହାଯାଏ? ଭାଷାର ବ୍ୟୁତ୍ପତ୍ତିଗତ ଅର୍ଥ କାହାକୁ କୁହାଯାଏ? ଯାହା ଶୁଣାଯାଏ, ନା ଯାହା ବୋଲାଯାଏ, ନା ଯାହା କୁହାଯାଏ, ନା ଯାହା ଚିନ୍ତା କରାଯାଏ। ଏ ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଯାହା କୁହାଯାଏ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଭାଷାର ସ୍ଥାୟୀ ରୂପ ଦେବା ପାଇଁ କିଏ ସାହାଯ୍ୟ କରେ? ଭାଷାର ସ୍ଥାୟୀ ରୂପ ଦେବା ପାଇଁ କିଏ ସାହାଯ୍ୟ କରିଥାଏ? ଭାବଭଙ୍ଗୀ, ନା ଲିପି, ନା ଶବ୍ଦ, ନା କଥିତ ଭାଷା? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଲିପି। ଭାଷାର ସ୍ଥାୟୀ ରୂପ ଦେବା ପାଇଁ ଲିପି ହିଁ ସାହାଯ୍ୟ କରିଥାଏ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଭାଷା ସଞ୍ଚରଣ କାହାକୁ କୁହାଯାଏ? ଭାଷା ସଞ୍ଚରଣ କାହାକୁ କୁହାଯାଏ? ଆଖି ଓ କାନ ମଧ୍ୟରେ ଥିବା ସମ୍ପର୍କକୁ, ନା ବକ୍ତା ଓ ଶ୍ରୋତା ମଧ୍ୟରେ ଥିବା ସମ୍ପର୍କକୁ, ନା ପାଟି ଓ ହାତ ମଧ୍ୟରେ ଥିବା ସମ୍ପର୍କକୁ, ନା ହାତ ଓ ଚିନ୍ତା ମଧ୍ୟରେ ଥିବା ସମ୍ପର୍କକୁ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ବକ୍ତା ଓ ଶ୍ରୋତା ମଧ୍ୟରେ ଥିବା ସମ୍ପର୍କକୁ ଆମେ କହିବା ଭାଷା ସଞ୍ଚରଣ ବୋଲି କହିବା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, NCF5ର ଫୁଲ୍ ଫର୍ମ କ'ଣ ହେବ? NCF5ର ଫୁଲ୍ ଫର୍ମ କ'ଣ ହେବ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ ହେବ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ତ, ଥ, ଦ, ଧ, ନ ଉଚ୍ଚାରଣ ପାଇଁ ପାଟିର କେଉଁ ଅଙ୍ଗଟି ନିହାତି ଆବଶ୍ୟକ? କଳ ଦାନ୍ତ, ନା କମଳ ତାଳୁ, ନା ଛାମୁ ଦାନ୍ତ, ନା ବତ୍ସ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଛାମୁ ଦାନ୍ତର ଆବଶ୍ୟକ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଭାଷା ଜ୍ଞାନ ବୃଦ୍ଧି ପାଇଁ ଦୁର୍ବଳ ପିଲାଙ୍କୁ ଶ୍ରେଣୀରେ କିପରି ସାହାଯ୍ୟ କରାଯାଇପାରିବ? ଅପସନ୍ ଏରେ ଦେଇଛି, ଦୁର୍ବଳ ପିଲା ବୁଝିପାରିଲା ପରି ଶବ୍ଦ ଭାଷା ଶିକ୍ଷକ ବ୍ୟବହାର କରିବା ଉଚିତ, ନା ଶିକ୍ଷକ ଶ୍ରେଣୀରେ ସମୃଦ୍ଧପୂର୍ଣ୍ଣ ଭାଷା ବ୍ୟବହାର କରିବା ଉଚିତ, ନା ଶିକ୍ଷକ ଶ୍ରେଣୀରେ ଭଲ ପିଲାଙ୍କ ଉପରେ ଗୁରୁତ୍ୱ ଦେବା ଉଚିତ, ନା ଶିକ୍ଷକ ଭଲ ପିଲାଙ୍କ ଉନ୍ନତି ହେଲା ପରି ଭାଷା ପ୍ରୟୋଗ କରିବା ଉଚିତ? ଏ ରାଇଟ୍ ଆନ୍ସର କୋଉଟା ହେବ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ଦୁର୍ବଳ ପିଲା ବୁଝିପାରିଲା ପରି ଶବ୍ଦ ଭାଷା ଶିକ୍ଷକ ବ୍ୟବହାର କରିବା ଉଚିତ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ମାତୃଭାଷା ଆମକୁ ବିଶ୍ୱସ୍ରଷ୍ଟାଙ୍କର ନିକଟବର୍ତ୍ତୀ କରାଇଥାଏ, ଏକଥା କିଏ କହିଥିଲେ? ଗଙ୍ଗାଧର ମେହେର, ନା ରାଇବର୍ନ, ନା ମାର୍କନି, ନା ଈଶ୍ୱରଚନ୍ଦ୍ର ବିଦ୍ୟାସାଗର? ଏ କଥା କହିଥିଲେ ରାଇବର୍ନ କହିଥିଲେ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଆମର ପ୍ରଚଳିତ ପାଠ୍ୟପୁସ୍ତକ କେଉଁ ଆଧାରରେ ପ୍ରସ୍ତୁତ? 1986 ଜାତୀୟ ଶିକ୍ଷାନୀତି, ନା ଜାତୀୟ ପାଠ୍ୟକ୍ରମ ଆଧାର 2005, ନା ରାଧାକୃଷ୍ଣ କମିଶନ, ନା ମୁଦାଲିୟର କମିଶନ? ଏ ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଜାତୀୟ ପାଠ୍ୟକ୍ରମ ଆଧାର 2005ରେ ପ୍ରସ୍ତୁତ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷା ପାଇଁ କୌଶଳ ଗୁଡ଼ିକର କ୍ରମିକତା କ'ଣ ହେବ? ତ ଚାରିଟି ଅପସନ୍ ଦେଇଛି, ତ ଏ ଭିତରୁ କେଉଁଟା ଗୋଟେ ଭାଷା ଶିକ୍ଷାର କୌଶଳ ଗୁଡ଼ିକ କେଉଁ କ୍ରମରେ ଗଠିତ ହୋଇଛି? ଏ ରାଇଟ୍ ଆନ୍ସର କୋଉଟା ହେବ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଶୁଣିବା, କହିବା, ପଢ଼ିବା, ଲେଖିବା। ଆମର ପ୍ରାଥମିକ ସ୍ତରରେ ଚାରୋଟି କୌଶଳ ରହିଛି, ଚାରୋଟି ଦକ୍ଷତା। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଆମର ପ୍ରଥମ ଶ୍ରେଣୀର ହସ ଖେଳ ପାଠ୍ୟପୁସ୍ତକଟି କି ପ୍ରକାର? ସମନ୍ୱିତ ପାଠ୍ୟପୁସ୍ତକ, ନା ଏକକ ପାଠ୍ୟପୁସ୍ତକ, ନା ଅକ୍ଷର ଶିକ୍ଷା କୈନ୍ଦ୍ରିକ ପାଠ୍ୟପୁସ୍ତକ, ନା ଭାଷା ଶିକ୍ଷା ଭିତ୍ତିକ ପାଠ୍ୟପୁସ୍ତକ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ସମନ୍ୱିତ ପାଠ୍ୟପୁସ୍ତକ। ଆମର ପ୍ରଥମ ଶ୍ରେଣୀର ହସ ଖେଳ ପାଠ୍ୟପୁସ୍ତକଟି ସମନ୍ୱିତ ପାଠ୍ୟପୁସ୍ତକ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ପିଲାମାନଙ୍କୁ ଅକ୍ଷର ଶିକ୍ଷା ଦେବା ପାଇଁ ଆମେ କେଉଁ ପଦ୍ଧତି ଅନୁସରଣ କରିବା? ପିଲାମାନଙ୍କୁ ଅକ୍ଷର ଶିକ୍ଷା ଦେବା ପାଇଁ ଆମେ କେଉଁ ପଦ୍ଧତି ଅନୁସରଣ କରିବା? ଏ ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ବାକ୍ୟରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର ଶିଖିବା ପ୍ରଣାଳୀ।
ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଆମେ କେଉଁ ପଠନ ଉପରେ ଅଧିକ ଗୁରୁତ୍ୱ ଦେବା। ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଆମେ କେଉଁ ପଠନ ଉପରେ ଅଧିକ ଗୁରୁତ୍ୱ ଦେବା। ତାତ୍ତ୍ୱିକ ପଠନ ନା ସରସ ପଠନ ନା ନୀରବ ପଠନ ନା ବ୍ୟାପକ ପଠନ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି ବ୍ୟାପକ ପଠନ। ବ୍ୟାପକ ପଠନ ଉପରେ ଅଧିକ ଗୁରୁତ୍ୱ ଦେବା ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଶିଶୁ କେଉଁ ଭାଷା ମାଧ୍ୟମରେ ତାର ଭାଷା ଶିକ୍ଷା ଆରମ୍ଭ କରିବ। ଶିଶୁ କେଉଁ ଭାଷା ମାଧ୍ୟମରେ ତାର ଭାଷା ଶିକ୍ଷା ଆରମ୍ଭ କରିଥାଏ। ଓଡ଼ିଆ ଭାଷା ନା ଇଂରାଜୀ ଭାଷା ନା ସଂସ୍କୃତ ଭାଷା ନା ଘରର ଭାଷା। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି ଘରର ଭାଷା ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବ କେଉଁଟି ମୂଲ୍ୟାୟନର ଉଦ୍ଦେଶ୍ୟ ନୁହେଁ। ତ ଚାରିଟି ଅପସନ୍ ଦେଇଛି ତ ଭିତରୁ କେଉଁଟା ଗୋଟେ ମୂଲ୍ୟାୟନର ଉଦ୍ଦେଶ୍ୟ କେଉଁଟା ନୁହେଁ। ରାଇଟ୍ ଆନ୍ସର୍ କେଉଁଟା ହେବ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି ଅଧିକ ନମ୍ବର ରଖିବା ପାଇଁ ପ୍ରେରଣା ଦେବା। ଏଇଟା କିନ୍ତୁ ମୂଲ୍ୟାୟନର ଉଦ୍ଦେଶ୍ୟ ନୁହେଁ ଅପସନ୍ ନମ୍ବର ଡି। ମୂଲ୍ୟାୟନରେ ଜ୍ଞାନ ବୋଧ ଓ ଅଭିବ୍ୟକ୍ତି କମ୍ ସମୟ ମଧ୍ୟରେ ଉପଲବ୍ଧି କରିବା ପାଇଁ ଓ ଯନ୍ତ୍ର ସାହାଯ୍ୟରେ ମୂଲ୍ୟାଙ୍କନ ପାଇଁ କେଉଁ ପ୍ରକାର ପ୍ରଶ୍ନ ପ୍ରସ୍ତୁତ କରାଯିବା ଉଚିତ। ସତ୍ୟାସତ୍ୟ ପ୍ରଶ୍ନ ନା ମେଳକ ପ୍ରଶ୍ନ ନା ଉତ୍ତର ମନୋନୟନ ପ୍ରଶ୍ନ ନା ବର୍ଗୀକରଣ ମୂଳକ ପ୍ରଶ୍ନ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍ ଉତ୍ତର ମନୋନୟନ ପ୍ରଶ୍ନ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ବିର୍ସା ମୁଣ୍ଡା ଏ ଏକାଙ୍ଗାଟି ପଢ଼ାଯିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ। ଅପସନ୍ ଏରେ ଦେଇଛି ବିର୍ସା ମୁଣ୍ଡାଙ୍କର ଜୀବନୀ ବିଷୟରେ ଜାଣିବା ନା ମୁଣ୍ଡା ଜାତିର ଚଳଣି ବିଷୟରେ ଜାଣିବା ନା ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବା ନା ବିର୍ସା ମୁଣ୍ଡା କିପରି ପିଲାଦିନରୁ ସ୍ୱାଧୀନ ଚେତା ଥିଲେ ତାହା ଜାଣିବା। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି ବିର୍ସା ମୁଣ୍ଡା କିପରି ପିଲାଦିନରୁ ସ୍ୱାଧୀନ ଚେତା ଥିଲେ ତାହା ଜାଣିବା। ଏଇଟା ହେଉଛି ବିର୍ସା ମୁଣ୍ଡାର ମୁଖ୍ୟ ଉଦ୍ଦେଶ୍ୟ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଭାଷା ମାଧ୍ୟମରେ ଲୋକମାନେ କ'ଣ ବିନିମୟ କରିଥାନ୍ତି। ଭାଷା ମାଧ୍ୟମରେ ଲୋକମାନେ କ'ଣ ବିନିମୟ କରିଥାନ୍ତି। ମୁଖ ନିଃସୃତ ବାଣୀ ନା ପରସ୍ପର ଚିନ୍ତାଧାରା ନା ପରସ୍ପର ସ୍ନେହ ଭାବ ନା ଅନ୍ତରଙ୍ଗ ମୁହୂର୍ତ୍ତ। ରାଇଟ୍ ଆନ୍ସର୍ ଯିବ ଆପଣମାନଙ୍କର ଅପସନ୍ ନମ୍ବର ବି ପରସ୍ପର ଚିନ୍ତାଧାରା କରିଥାନ୍ତି ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଭାଷାରେ ବ୍ୟବହାର କରାଯାଉଥିବା ସଂକେତ ଗୁଡ଼ିକୁ କ'ଣ କୁହାଯାଏ। ଭାଷାରେ ବ୍ୟବହାର କରାଯାଉଥିବା ସଂକେତ ଗୁଡ଼ିକୁ କ'ଣ କୁହାଯାଏ। ଭାଷା କୁହାଯାଏ ନା ଅର୍ଥ କୁହାଯାଏ ନା ଶବ୍ଦ କୁହାଯାଏ ନା ଧ୍ୱନି କୁହାଯାଏ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି ଧ୍ୱନି କୁହାଯାଏ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା କାହାକୁ ଆଦି ଭାଷା କୁହାଯାଏ। କାହାକୁ ଆଦି ଭାଷା କୁହାଯାଏ। ପାଲି ଭାଷାକୁ ନା ଓଡ଼ିଆ ଭାଷାକୁ ନା ସଂସ୍କୃତକୁ ନା ହିନ୍ଦୀ ଭାଷାକୁ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି ସଂସ୍କୃତ ଭାଷାକୁ ଆମେ କହିବା ଆଦି ଭାଷା ବୋଲି କହିବା ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା କାର୍ଯ୍ୟଧାରାର ସଫଳତା ପାଇଁ ପ୍ରଥମେ ଆମକୁ କେଉଁ କଥା ଭାବିବା ଆବଶ୍ୟକ। କାର୍ଯ୍ୟଧାରାର ସଫଳତା ପାଇଁ ପ୍ରଥମେ ଆମକୁ କେଉଁ କଥା ଭାବିବା ଆବଶ୍ୟକ। କେତେକ ସମୟ ଲାଗିବ ନା କିଏ କରିବ ନା ଲକ୍ଷ୍ୟ ବିଷୟରେ ଧାରଣା ନା କେତେ ପଇସା ଲାଗିବ। ରାଇଟ୍ ଆନ୍ସର୍ ଯିବ ଆପଣମାନଙ୍କର ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍ ପ୍ରଥମେ ଲକ୍ଷ୍ୟ ବିଷୟରେ ଭାବିବା ଆବଶ୍ୟକ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଅକ୍ଷର ଲିଖନ ପଦ୍ଧତି କ'ଣ। ଅକ୍ଷର ଲିଖନ ପଦ୍ଧତି କ'ଣ। ଶିକ୍ଷକ ଅକ୍ଷର ଡାକିବେ ପିଲାମାନେ ଲେଖିବେ ନା ଅକ୍ଷର ଗୁଡ଼ିକ ଉପରେ ଚକ୍ ବା ପେନସିଲ ମଡ଼ାଇବା ନା ଅକ୍ଷର ଗୁଡ଼ିକୁ କ୍ରମାନ୍ୱୟରେ ନ ଶିଖି ମଝିରୁ ଯେକୌଣସି ଅକ୍ଷର ଲେଖିବା ନା ମାତ୍ରା ଲଗାଇ ଅକ୍ଷର ଲେଖିବା। ଅକ୍ଷର ଲିଖନ କ'ଣ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ଅକ୍ଷର ଗୁଡ଼ିକ ଉପରେ ଚକ୍ ବା ପେନସିଲ ମଡ଼ାଇବା। ଏଇଟା ହେଉଛି ଅକ୍ଷର ଲିଖନ ପଦ୍ଧତି ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା। ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା। ଯେତେବେଳେ ପିଲା ଶବ୍ଦ ଲେଖିପାରିବ ନା ଯେତେବେଳେ ବାକ୍ୟ ଲେଖିପାରିବ ନା ଯେତେବେଳେ ପିଲା ନିଜ ମନରୁ ରଚନା ବା ଅନୁଚ୍ଛେଦ ଲେଖିପାରିବ ନା ଯେତେବେଳେ ଠିକ୍ ଭାବେ ଶୁଣି ଲେଖିପାରିବ। ରାଇଟ୍ ଆନ୍ସର୍ କେଉଁଟା ହେବ। ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ସି ଯେତେବେଳେ କି ପିଲା ନିଜ ମନରୁ ରଚନା ବା ଅନୁଚ୍ଛେଦ ଲେଖିପାରିବ ତ ସେତେବେଳେ ଆମେ ଜାଣିପାରିବା ପିଲାର ଲିଖନର ବିକାଶ ଠିକ୍ ହେଲା ବୋଲି ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ମୁକ୍ତ ରଚନା କାହାକୁ କୁହାଯାଏ। ମୁକ୍ତ ରଚନା କାହାକୁ କହିବା। ରାଇଟ୍ ଆନ୍ସର୍ କେଉଁଟା ହେବ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ ଯେଉଁ ଲେଖା
ସ୍ୱାଭାବିକ ଓ ଏଥିପାଇଁ କୌଣସି ସୂଚନା ନଥାଏ ତାକୁ ଆମେ କହିବା ମୁକ୍ତ ରଚନା କହିବା। ଅପସନ୍ ନମ୍ବର ଏ। କେଉଁଟି ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା? କେଉଁଟି ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା? ବର୍ଷ ଶେଷରେ ଗୋଟିଏ ପରୀକ୍ଷା କରିବା, ନା ପ୍ରତି ପିଲାର ମୂଲ୍ୟାୟନକୁ ସୁନିଶ୍ଚିତ କରିବା, ନା ପାଠଦାନ ପାଇଁ ସାମଗ୍ରିକ ପ୍ରସ୍ତୁତି, ନା ପାଠ ଯୋଜନା ପ୍ରସ୍ତୁତି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ପ୍ରତି ପିଲାର ମୂଲ୍ୟାୟନକୁ ସୁନିଶ୍ଚିତ କରିବା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ମୌଖିକ ମୂଲ୍ୟାୟନର ଦୁର୍ବଳତା କ'ଣ? ମୌଖିକ ମୂଲ୍ୟାୟନର ଦୁର୍ବଳତା କ'ଣ? ଏ ଚାରିଟି ଅପସନ୍ରୁ ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି। ଏହା ପିଲାମାନଙ୍କୁ ଶିକ୍ଷକଙ୍କ ଆଗରେ ଭୟଭୀତ କରାଇଥାଏ। ଏଇଟା ହେଉଛି ମୌଖିକ ମୂଲ୍ୟାୟନର ଦୁର୍ବଳତା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଏକକ ପରୀକ୍ଷଣ କାହାକୁ କୁହାଯାଏ? ଏକକ ପରୀକ୍ଷଣ କାହାକୁ କହିବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ। ଶିକ୍ଷା ବର୍ଷକୁ କେତୋଟି ଏକକରେ ବିଭକ୍ତ କରି ପରୀକ୍ଷା କରିବା, ସେଇଟା ହେଉଛି ଏକକ ପରୀକ୍ଷା। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ମାତୃଭାଷାକୁ କାହିଁକି ଆମେ ସମ୍ମାନ ଦେବା? ମାତୃଭାଷାକୁ ଆମେ କାହିଁକି ସମ୍ମାନ ଦେବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି। ମାତୃଭାଷା ଆମର ନିଜର ଭାଷା ହୋଇଥିବାରୁ ସେଥିପାଇଁ ଆମେ ମାତୃଭାଷାକୁ ଆମେ ସମ୍ମାନ ଦେଇଥାଉ। ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, NCF 5ର ମତରେ ଭାଷା ଶିକ୍ଷା କ'ଣ ହେବା ଉଚିତ? NCF 5 ମତରେ ଭାଷା ଶିକ୍ଷା କ'ଣ ହେବା ଉଚିତ? ତ୍ରିଭାଷୀୟ, ନା ଦ୍ୱିଭାଷୀୟ, ନା ବହୁଭାଷୀୟ, ନା ମାତୃଭାଷା କେନ୍ଦ୍ରୀୟ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର, ବହୁଭାଷୀୟ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, କାହା ଉପରେ ଗୁରୁତ୍ୱ ଦେଲେ ଭାଷା ଶିକ୍ଷଣ ସ୍ୱାଭାବିକ ହୋଇଥାଏ? କାହା ଉପରେ ଗୁରୁତ୍ୱ ଦେଲେ ଭାଷା ଶିକ୍ଷଣ ସ୍ୱାଭାବିକ ହୋଇଥାଏ? ଦୁର୍ବଳତା ଉପରେ, ନା ଶବ୍ଦ କାଠିନ୍ୟ ଦୂରୀକରଣ ଉପରେ, ନା ସବଳତା ଉପରେ, ନା ଖାଲି ବ୍ୟାକରଣ ଶିଖିବା ଉପରେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ସବଳତା ଉପରେ। ସବଳତା ଉପରେ ଗୁରୁତ୍ୱ ଦେଲେ ଭାଷା ଶିକ୍ଷଣ ସ୍ୱାଭାବିକ ହୋଇଥାଏ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଶ୍ରୁତ ଲିଖନ କେଉଁ ଦୁଇଟି କୌଶଳ ଉପରେ ପର୍ଯ୍ୟବେସିତ? ଶ୍ରୁତ ଲିଖନ କେଉଁ ଦୁଇଟି କୌଶଳ ଉପରେ ପର୍ଯ୍ୟବେସିତ? ଦର୍ଶନ ଓ ଲିଖନ କୌଶଳ ଉପରେ, ନା ଶ୍ରବଣ ଓ ଲିଖନ କୌଶଳ ଉପରେ, ନା ଦର୍ଶନ ଓ ଶ୍ରବଣ କୌଶଳ ଉପରେ, ନା ଲିଖନ ଓ ବର୍ଣ୍ଣନା କୌଶଳ ଉପରେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶ୍ରବଣ ଓ ଲିଖନ କୌଶଳ ଉପରେ ପର୍ଯ୍ୟବେସିତ। ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ମାତୃଭାଷା ଶିକ୍ଷାଦାନ ପାଇଁ ଶିକ୍ଷକଙ୍କର କେଉଁ ଗୁଣଟି ରହିବା ଦରକାର? ଭାଷା ଜ୍ଞାନ, ନା ବିଷୟ ଜ୍ଞାନ, ନା ଶିକ୍ଷାଦାନ ଅଭିଜ୍ଞତା, ନା ଧୈର୍ଯ୍ୟ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି, ଧୈର୍ଯ୍ୟ ରହିବା ଦରକାର। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ପିଲାମାନଙ୍କୁ ଦଳ ଦଳ କରି ବସାଇ ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ କେଉଁ ଦକ୍ଷତାର ବିକାଶ ଘଟିବ? କହିବା, ନା ଶୁଣିବା, ନା ପଢ଼ିବା, ନା ସ୍ୱଶିକ୍ଷଣ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ସ୍ୱଶିକ୍ଷଣ ବିକାଶ ଘଟିବ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନଙ୍କୁ ଭାଷା ଶିକ୍ଷା ଦେବା ବେଳେ କେଉଁ ପନ୍ଥାଟି ଅନୁକୂଳ ନୁହେଁ? ଗଳ୍ପ କଥନ, ନା ଗୀତ ବୋଲିବା, ନା ମୁଖସ୍ଥୀକରଣ, ନା ବର୍ଣ୍ଣନା କରିବା? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ମୁଖସ୍ଥୀକରଣ। ଅପସନ୍ ନମ୍ବର ସି। ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ? ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ? ପିଲାମାନଙ୍କର ଶିକ୍ଷଣରେ ଅଂଶଗ୍ରହଣ, ନା ଶିକ୍ଷକଙ୍କର ଅଂଶଗ୍ରହଣ, ନା ପିଲାମାନଙ୍କର ନିରବତା, ନା ଶ୍ରେଣୀରେ ଶିକ୍ଷାଦାନ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ପିଲାମାନଙ୍କର ଶିକ୍ଷଣରେ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷଣ ପାଇଁ ଯେଉଁ 4ଟି କୌଶଳ ପ୍ରୟୋଗ କରାଯାଏ ସେଗୁଡ଼ିକ ମଧ୍ୟରେ ସର୍ବପ୍ରଥମ କେଉଁଟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶୁଣିବା, ନା ଶୁଣିବା। ଶୁଣିବା ହେଉଛି ସର୍ବପ୍ରଥମ, ତାପରେ କହିବା, ତାପରେ ଆସିବ ପଢ଼ିବା, ତାପରେ ଆସିବ ଲେଖିବା। ଅପସନ୍ ନମ୍ବର ବି।
ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ ଉପକରଣ ବ୍ୟବହାର କରିପାରିବେ? ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ ଉପକରଣ ବ୍ୟବହାର କରିପାରିବେ? ଚକ୍ ନା ଫ୍ଲାସ୍ କାର୍ଡ଼ ନା ଅକ୍ଷର ତାଲିକା ନା ବ୍ଲାକ୍ ବୋର୍ଡ଼? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଫ୍ଲାସ୍ କାର୍ଡ଼, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ସ୍ୱଶିକ୍ଷଣ ପାଇଁ ଶିକ୍ଷକ ଶ୍ରେଣୀ ଗୃହରେ କି ସୁବିଧା ଦେବେ? ସ୍ୱଶିକ୍ଷଣ ପାଇଁ ଶିକ୍ଷକ ଶ୍ରେଣୀ ଗୃହରେ କ'ଣ ସୁବିଧା ଦେବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଅନ୍ୟ ପିଲାମାନଙ୍କ ସହିତ ମିଶି ଦଳଗତ ଆଲୋଚନା କରାଇବେ, ଅପସନ୍ ନମ୍ବର ଡି। କୌଣସି ସରଳ ଆଦେଶକୁ ବୁଝିବା ପାଇଁ ପିଲାମାନେ କେଉଁ ଦକ୍ଷତା ହାସଲ କରିବେ? କୌଣସି ସରଳ ଆଦେଶକୁ ବୁଝିବା ପାଇଁ ପିଲାମାନେ କେଉଁ ଦକ୍ଷତା ହାସଲ କରିବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶୁଣିବା ଦକ୍ଷତା ହାସଲ କରିବେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଶୁଦ୍ଧ ଭାବେ ସରଳ ବାକ୍ୟର ପୁନରାବୃତ୍ତି କରିବା। ତ ଏଇଟା ଗୋଟେ କେଉଁ ଦକ୍ଷତାର ଅନ୍ତର୍ଭୁକ୍ତ? ପଢ଼ିବା ନା ଲେଖିବା ନା କହିବା ନା ଶବ୍ଦକୋଷ ବ୍ୟବହାର କରିବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, କହିବା ଦକ୍ଷତାର ଅନ୍ତର୍ଭୁକ୍ତ। ଶୁଦ୍ଧ ଭାବେ ସରଳ ବାକ୍ୟର ପୁନରାବୃତ୍ତି କରିବା, ଏଇଟା ହେଉଛି କହିବା ଦକ୍ଷତା, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଶିଶୁର କେଉଁ ପ୍ରବୃତ୍ତି ଲିଖନରେ ସହାୟକ ହୁଏ? ଶିଶୁର କେଉଁ ପ୍ରବୃତ୍ତି ଲିଖନରେ ସହାୟକ ହୁଏ? ଅନୁକରଣ କରିବା ନା ହସିବା ନା କାନ୍ଦିବା ନା ଶୋଇବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ଅନୁକରଣ କରିବା। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ଶିକ୍ଷା ମାଧ୍ୟମରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ? ଗଣିତ ମାଧ୍ୟମରେ ନା ମାତୃଭାଷା ମାଧ୍ୟମରେ ନା ସାମାଜିକ ଶିକ୍ଷା ମାଧ୍ୟମରେ ନା ବିଜ୍ଞାନ ମାଧ୍ୟମରେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ମାତୃଭାଷା ମାଧ୍ୟମରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ନିଜର ଦେଶର ଐତିହ୍ୟ ଓ ସଂସ୍କୃତି ବିଷୟରେ ପରିଚୟ ଲାଭ କରିବା କେଉଁ ବିଷୟ ଶିକ୍ଷା ଦ୍ୱାରା ସମ୍ଭବ ହୋଇଥାଏ? ମାତୃଭାଷା ନା ପୁରାଣ ନା ଉପନ୍ୟାସ ନା କବିତା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ମାତୃଭାଷା ଶିକ୍ଷା ଦ୍ୱାରା ସମ୍ଭବ ହୋଇଥାଏ, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, କେଉଁଟି ମାତୃଭାଷା ଶିକ୍ଷଣ ପାଇଁ ଆବଶ୍ୟକ ନୁହେଁ? କେଉଁଟି ମାତୃଭାଷା ଶିକ୍ଷଣ ପାଇଁ ଆବଶ୍ୟକ ନୁହେଁ? ମାନବିକ ଗୁଣାବଳୀ ନା ଐତିହ୍ୟ ନା ସଂସ୍କୃତି ନା ସମର ଶିକ୍ଷା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ସମର ଶିକ୍ଷା, ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ମାତୃଭାଷା ଶିକ୍ଷା କଲେ ଆମେ କେଉଁ ପ୍ରସଙ୍ଗକୁ ଜାଣିପାରିବା ନାହିଁ? ମାତୃଭାଷା ଶିକ୍ଷା କଲେ ଆମେ କେଉଁ ପ୍ରସଙ୍ଗକୁ ଆମେ ଜାଣିପାରିବା ନାହିଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ବୈଜ୍ଞାନିକ ପରୀକ୍ଷଣ ଆମେ ଜାଣିପାରିବା ନାହିଁ, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଶୁଣିବା କହିବା ପଢ଼ିବା ଓ ଲେଖିବା ଏଗୁଡ଼ିକ କେଉଁ ସ୍ତରର ଦକ୍ଷତା? ପ୍ରାଥମିକ ନା ମାଧ୍ୟମିକ ନା ଉଚ୍ଚସ୍ତରୀୟ ନା ବିଶ୍ୱସ୍ତରୀୟ? ଏଗୁଡ଼ିକ ହେଉଛି ପ୍ରାଥମିକ ସ୍ତରର ଦକ୍ଷତା, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଶିଶୁଟି ଜନ୍ମ ହେବା ପରେ କେଉଁ ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ? ଶିଶୁଟି ଜନ୍ମ ହେବା ପରେ କେଉଁ ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଶୁଣିବା ଦକ୍ଷତା ପ୍ରଥମେ ଚେଷ୍ଟା କରେ, ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ? କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ? ଚକ୍ଷୁ ଦୋଷ ନା ଶ୍ରୁତି ଦୋଷ ନା ସ୍ପର୍ଶ ଦୋଷ ନା ଚଳନ ଦୋଷ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶ୍ରୁତି ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ପିଲାମାନେ ପରିବାର ଭିତରେ ବୁଢ଼ୀ ମା'ଙ୍କୁ ଭଲ ପାଆନ୍ତି କାହିଁକି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର, ଗପ ଶୁଣିବା ପାଇଁ, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଶିଶୁଟି ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ପ୍ରଥମେ ମାତୃଭାଷା ପାଇଁ କିପରି ଆଗ୍ରହୀ କରାଇବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗଳ୍ପ ଓ ଗୀତ ଶୁଣାଇବେ ପ୍ରଥମେ, ଅପସନ୍ ନମ୍ବର ଡି। ମାତୃଭାଷା ଶିକ୍ଷଣର ଦ୍ୱିତୀୟ ଦକ୍ଷତାଟି କ'ଣ? ମାତୃଭାଷା ଶିକ୍ଷଣର ଦ୍ୱିତୀୟ ଦକ୍ଷତାଟି କ'ଣ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, କହିବା ନା କହିବା? କହିବା ହେଉଛି ଦ୍ୱିତୀୟ ଦକ୍ଷତା। ପ୍ରଥମ ଦକ୍ଷତା ହେଇଗଲା ଶୁଣିବା, ତାପରେ କହିବା, ତାପରେ ପଢ଼ିବା, ତାପରେ ଲେଖିବା। ତ ନେକ୍ସଟ ଦେଖିବା,
ଆମର ଚିନ୍ତା ଚେତନା ଅନୁଭୂତି ଆମେ କାହା ସାହାଯ୍ୟରେ ପ୍ରକାଶ କରୁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଭାଷା। ମନେ ରଖିବେ, ଭାଷା ସାହାଯ୍ୟରେ ହିଁ ପ୍ରକାଶ କରିଥାଉ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଏକ ଭାଷାଭାଷୀ ଲୋକ ପାଖରେ ନଥିଲେ କ'ଣ ଅସୁବିଧା ହୁଏ? ଏକ ଭାଷାଭାଷୀ ଲୋକ ପାଖରେ ନଥିଲେ କ'ଣ ଅସୁବିଧା ହୋଇଥାନ୍ତା? ଏ ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, କେହି କାହା କଥା ବୁଝନ୍ତି ନାହିଁ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ମଣିଷକୁ ଗୋଟିଏ ପୂର୍ଣ୍ଣ ମଣିଷରେ ପରିଣତ କରିବା ପାଇଁ କାହାର ଭୂମିକା ଅପରିହାର୍ଯ୍ୟ? ଏ ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଭାଷା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷାର ତୃତୀୟ ଦକ୍ଷତାଟି କ'ଣ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ପଠନ, ପଢ଼ିବା। ପଢ଼ିବା ହେଉଛି ଗୋଟେ ତୃତୀୟ ଦକ୍ଷତା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ପଠନକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିପାରିବା? ପଠନକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିପାରିବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ଦୁଇ ଭାଗରେ ବିଭକ୍ତ କରିପାରିବା। ଗୋଟିଏ ହେଉଛି ତାତ୍ତ୍ୱିକ ପଠନ, ଆଉ ଗୋଟେ ହେଉଛି ବ୍ୟାପକ ପଠନ। ତ ନେକ୍ସଟ ଦେଖିବା, ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ କ'ଣ କୁହାଯାଏ? ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ତାକୁ କହିବା ତାତ୍ତ୍ୱିକ ପଠନ ବୋଲି କହିବା। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ତାତ୍ତ୍ୱିକ ପଠନର ପ୍ରଧାନ ଲକ୍ଷ୍ୟ କ'ଣ? ତାତ୍ତ୍ୱିକ ପଠନର ପ୍ରଧାନ ଲକ୍ଷ୍ୟ କ'ଣ? ବୋଧ ଜ୍ଞାନ ହାସଲ କରିବା, ନା ଅଧିକ ମୂଲ୍ୟାଙ୍କନ ରଖିବା, ନା ଉତ୍ତୀର୍ଣ୍ଣ ହେବା, ନା ଚାକିରି କରିବା? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ତାତ୍ତ୍ୱିକ ପଠନର ପ୍ରଧାନ ଲକ୍ଷ୍ୟ ହେଉଛି ବୋଧ ଜ୍ଞାନ ହାସଲ କରିବା। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଦୈନିକ ସମ୍ବାଦପତ୍ର ପାଠ କରିବା, ତ ଏଇଟା ଗୋଟେ କି ପ୍ରକାର ପଠନ? ଦୈନିକ ସମ୍ବାଦପତ୍ର ପାଠ କରିବା, ତ ଏଇଟା ଗୋଟେ କି ପ୍ରକାର ପଠନ? ଏଇଟା ହେଉଛି ବ୍ୟାପକ ପଠନ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିଶୁ କି ପ୍ରକାର ପୁସ୍ତକ ପଠନରୁ ଆନନ୍ଦ ପାଏ? ଶିଶୁ କି ପ୍ରକାର ପୁସ୍ତକ ପଠନରୁ ଆନନ୍ଦ ପାଇଥାଏ? ପାଠ୍ୟ ପୁସ୍ତକ, ନା ପୁରାଣ, ନା ଆନନ୍ଦଦାୟକ, ନା କାବ୍ୟ କବିତା? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଆନନ୍ଦଦାୟକ। ଆନନ୍ଦଦାୟକ ପୁସ୍ତକରୁ ହିଁ ଆନନ୍ଦ ପାଇଥାଏ। ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ଶିଶୁର ଜ୍ଞାନର ଅଭିବୃଦ୍ଧି ପାଇଁ କି ପ୍ରକାର ପୁସ୍ତକ ଆବଶ୍ୟକ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ପାଠ୍ୟତର ପୁସ୍ତକର ଆବଶ୍ୟକ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଗୋଟିଏ ଶ୍ରେଣୀର କେଉଁ ମାନସିକ ଶକ୍ତିର ପିଲାମାନେ ବ୍ୟାପକ ପଠନ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି? ସାଧାରଣ ମାନସିକ ଶକ୍ତି ସମ୍ପନ୍ନ, ନା ଉଚ୍ଚତର ମାନସିକ ଶକ୍ତି ସମ୍ପନ୍ନ, ନା ନ୍ୟୁନତର ମାନସିକ ଶକ୍ତି ସମ୍ପନ୍ନ, ନା ଅସାଧାରଣ ମାନସିକ ଶକ୍ତି ସମ୍ପନ୍ନ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଉଚ୍ଚତର ମାନସିକ ଶକ୍ତି ସମ୍ପନ୍ନ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ବ୍ୟାପକ ପଠନ ବିଷୟରେ ସୂଚନା ଦେବା ପାଇଁ ଶିକ୍ଷକଙ୍କର କି ଗୁଣ ଥିବା ଦରକାର? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ନିଜର ବ୍ୟାପକ ଅଧ୍ୟୟନ ଗୁଣ ଥିବା ଦରକାର। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, କେଉଁଟି ତାତ୍ତ୍ୱିକ ପଠନର କାମ ନୁହେଁ? ତ ଚାରିଟି ଅପସନ୍ ଦେଇଛି, ତ ଭିତରୁ କେଉଁଟା ଗୋଟେ ତାତ୍ତ୍ୱିକ ପଠନ କାର୍ଯ୍ୟ କେଉଁଟା ନୁହେଁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ବିଷୟବସ୍ତୁକୁ ମୋଟାମୋଟି ଭାବରେ ବୁଝିବା। ଏଇଟା କିନ୍ତୁ ତାତ୍ତ୍ୱିକ ପଠନର କାମ ନୁହେଁ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଆଜିକାଲି କେଉଁ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି? ଆଜିକାଲି କେଉଁ ଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ସ୍ୱଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ତାତ୍ତ୍ୱିକ ପଠନ ଓ ବ୍ୟାପକ ପଠନ ମଧ୍ୟରେ କେଉଁଟି ଶିଶୁ ପାଇଁ ଆନନ୍ଦଦାୟକ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ବ୍ୟାପକ ପଠନ। ବ୍ୟାପକ ପଠନରେ ଶିଶୁ ପାଇଁ ଆନନ୍ଦଦାୟକ ହୋଇଥାଏ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଶିକ୍ଷାଦାନ ଗଦ୍ୟ ଶିକ୍ଷାଦାନ ବେଳେ ନୀରବ ପଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ କାହିଁକି? ଗଦ୍ୟ ଶିକ୍ଷାଦାନ ବେଳେ ନୀରବ ପଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ପ୍ରଶ୍ନ ଉତ୍ତର ଦେବା ପାଇଁ ପ୍ରସ୍ତୁତ ହୁଏ। ପ୍ରଶ୍ନ ଉତ୍ତର ଦେବା ପାଇଁ ପ୍ରସ୍ତୁତ ହୁଏ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କେଉଁଟି ନୁହେଁ? ତ ଚାରିଟି ଅପସନ୍ ଦେଇଛି, ତ ଭିତରୁ କେଉଁଟା ଗୋଟେ ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କେଉଁଟା ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗଭୀର ରସାନୁଭୂତି ନୁହେଁ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, କେଉଁଟି ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ?
ତ ପଦ୍ୟ ଶିକ୍ଷାଦାନ ଉଦ୍ଦେଶ୍ୟ କୋଉଟା ନୁହେଁ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ବ୍ୟବହାରିକ ବ୍ୟାକରଣର ପ୍ରୟୋଗ। ଏଇଟା କିନ୍ତୁ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଶିକ୍ଷାଦାନ ସମୟରେ ପିଲାମାନଙ୍କୁ ଦଳ ଦଳ କରି ବସାଇବା ଫଳରେ କ'ଣ ସୁବିଧା ହୁଏ? କ'ଣ ସୁବିଧା ହୋଇଥାଏ? ଏ ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ତାଙ୍କ ଭିତରେ ପରସ୍ପର ଆଲୋଚନା କରିଥାନ୍ତି। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା କବିତା ଶିକ୍ଷାଦାନ ବେଳେ ଛାତ୍ରଛାତ୍ରୀମାନଙ୍କର ରସାନୁସାରିଣୀ ଆବୃତ୍ତି କେଉଁ ସୋପାନରେ କରାଯାଏ? କେଉଁ ସୋପାନରେ କରାଯାଏ? ଏ ରାଇଟ୍ ଆନ୍ସର କୋଉଟା ହେବ? ଉପକ୍ରମରେ ନା ଉପସ୍ଥାପନା ଆରମ୍ଭରେ ନା ଉପସ୍ଥାପନାର ଶେଷରେ ନା ମୂଲ୍ୟାୟନ ସମୟରେ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର ଉପସ୍ଥାପନାର ଶେଷରେ କରାଯାଏ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା କେଉଁଟି ବ୍ୟାପକ ପଠନର ଉଦାହରଣ? ତ ଚାରିଟି ଅପସନ୍ ଦେଇଛି ତ ଭିତରୁ କୋଉଟା ଗୋଟେ ବ୍ୟାପକ ପଠନର ଉଦାହରଣ କୋଉଟା? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପାଠ୍ୟପୁସ୍ତକ ସହିତ ବିବିଧ ପୁସ୍ତକ ଅଧ୍ୟୟନ। ଏଇଟା ହେଉଛି ବ୍ୟାପକ ପଠନର ଉଦାହରଣ। ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା କେଉଁଟି ଶବ୍ଦାନୁଶୀଳନର ଉଦ୍ଦେଶ୍ୟ ନୁହେଁ? ତ ଚାରିଟି ଅପସନ୍ ଦେଇଛି ତ ଭିତରୁ କୋଉଟା ଗୋଟେ ଶବ୍ଦାନୁଶୀଳନର ଉଦ୍ଦେଶ୍ୟ କୋଉଟା ନୁହେଁ? ଏ ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କଷ୍ଟ ଶବ୍ଦର ବିଚାର ନ କରିବା। କଷ୍ଟ ଶବ୍ଦର ବିଚାର ନ କରିବା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଗଦ୍ୟ ଶିକ୍ଷାଦାନ ନିମନ୍ତେ କେଉଁ କ୍ରମଟି ଠିକ୍? ଗଦ୍ୟ ଶିକ୍ଷାଦାନର କେଉଁ କ୍ରମଟି ଠିକ୍ ଅଛି? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପ୍ରଥମେ ଶିକ୍ଷକଙ୍କର ଆଦର୍ଶ ପଠନ, ତାପରେ ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ, ତାପରେ ଶବ୍ଦାନୁଶୀଳନ, ଲାଷ୍ଟ ରହୁଛି ନିରବ ପଠନ। ତ ଏଇ କ୍ରମଟି ଠିକ୍ ଅଛି। ତ ନେକ୍ସଟ ଦେଖିବା କେଉଁଟି ଉତ୍ତମ ହସ୍ତାକ୍ଷର ଲିଖନ ଲକ୍ଷଣ ନୁହେଁ? ତ ଚାରିଟି ଅପସନ୍ ଦେଇଛି ତ ଭିତରୁ କୋଉଟା ଗୋଟେ ଉତ୍ତମ ହସ୍ତାକ୍ଷର ଲିଖନର ଲକ୍ଷଣ କୋଉଟା ନୁହେଁ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଅକ୍ଷର ଗୁଡ଼ିକୁ ନିର୍ଭୁଲ କରି ଲେଖିବା। ଏଇଟା ନୁହେଁ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଶିକ୍ଷାର୍ଥୀର ଉତ୍ତର ଲେଖିବାରେ କେଉଁଟି ସ୍ୱାଧୀନତା ନଥାଏ? କେଉଁଟିରେ ଶିକ୍ଷାର୍ଥୀର ଉତ୍ତର ଲେଖିବାରେ ସ୍ୱାଧୀନତା ଅଧିକ ଥାଏ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ମୁକ୍ତ ଲିଖନରେ ସ୍ୱାଧୀନତା ଅଧିକ ଥାଏ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ପ୍ରାକ୍ ପ୍ରାଥମିକ ସ୍ତରରେ ଶିଶୁର ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ କେଉଁ ବିଷୟ ପ୍ରତି ପ୍ରଥମେ ଦୃଷ୍ଟି ଦେବା ଉଚିତ? ପ୍ରାକ୍ ପ୍ରାଥମିକ ସ୍ତରରେ ଶିଶୁର ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ କେଉଁ ବିଷୟ ପ୍ରତି ପ୍ରଥମେ ଦୃଷ୍ଟି ଦେବା ଉଚିତ? ପଠନ ଶ୍ରବଣ ନା ଶ୍ରବଣ ଲିଖନ ନା କଥନ ପଠନ ନା ଶ୍ରବଣ କଥନ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ଶ୍ରବଣ କଥନ। ଏ ଦୁଇଟି ପ୍ରଥମେ ଦୃଷ୍ଟି ଦେବା ଉଚିତ। ଶ୍ରବଣ କଥନ ଶୁଣିବା କହିବା ଉପରେ। ତ ନେକ୍ସଟ ଦେଖିବା ବ୍ୟାକରଣ ଶିକ୍ଷାର ମୂଳ ଭିତ୍ତିକ କ'ଣ ହେବା ଆବଶ୍ୟକ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ସୂତ୍ର ଶିକ୍ଷା। ବ୍ୟାକରଣର ଶିକ୍ଷାର ମୂଳ ସୂତ୍ରରୁ ହିଁ ଶିକ୍ଷା ହେବା ଆବଶ୍ୟକ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ପାଠ ଯୋଜନାରେ ଗଦ୍ୟ ଶିକ୍ଷାଦାନର କେଉଁଟି ଏକ ସୋପାନ ନୁହେଁ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ଦ୍ରୁତ ପଠନ ନୁହେଁ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ପ୍ରଥମ ଶ୍ରେଣୀରେ ପଢ଼ାଯାଉଥିବା ହସକାଳ ବହିଟି କେଉଁଥିପାଇଁ ଏକ ସମନ୍ୱିତ ପାଠ୍ୟପୁସ୍ତକ ଭାବରେ ଗ୍ରହଣ କରାଯାଇଛି? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ଅପସନ୍ ନମ୍ବର ବି ଏଥିରେ ଭାଷା ଗଣିତ ଓ ପରିବେଶ ବିଷୟକୁ ଏକାଠି ପଢ଼ାଯାଇଛି। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ମାଧ୍ୟମଟି ଫଳପ୍ରଦ ନୁହେଁ? ପୁସ୍ତକର ଭାଷା ନା ଆଞ୍ଚଳିକ ଭାଷା ନା ପାରିବାରିକ ଭାଷା ନା କଥିତ ଭାଷା? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର ପୁସ୍ତକର ଭାଷା ନୁହେଁ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ? ତ ଚାରିଟି ଅପସନ୍ ଦେଇଛି ତ ଭିତରୁ କୋଉଟା ଗୋଟେ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଦୁଇ ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଶବ୍ଦ ଲିଖନ କେଉଁ ପାଇଁ ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? କେଉଁଟି ଆବଶ୍ୟକ? ଏହା ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ବନାନ ଖେଳର ଆବଶ୍ୟକ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା କେଉଁ ପ୍ରକାର ମୂଲ୍ୟାୟନରେ
ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ପ୍ରବୀଣତା ପରୀକ୍ଷଣ। ତ ନେକ୍ସଟ ଦେଖିବା, କେଉଁଟି ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ କେଉଁଟା ନୁହେଁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ବର୍ଣ୍ଣା ଶୁଦ୍ଧି ନିରାକରଣର କୌଶଳ ଜାଣିବା। ଏଇଟା ନୁହେଁ। ତ ନେକ୍ସଟ ଦେଖିବା, ବିରାମ ଚିହ୍ନ ଆଇଫେନ୍ କେଉଁଠି ବ୍ୟବହାର କରାଯାଏ? କୌଣସି ଅନୁଚ୍ଛେଦର ଶିରୋନାମ ପରେ, ନା ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ, ନା ଲେଖା ମଧ୍ୟରେ କୌଣସି ଅର୍ଥକୁ ସ୍ପଷ୍ଟ କରିବା ପାଇଁ, ନା ସମ୍ବୋଧନ ପରେ ବା ପୂର୍ବରୁ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ ଆଇଫେନ୍ ବ୍ୟବହାର କରାଯାଏ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିପାରିବା? କିପରି କରିପାରିବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଯେଉଁ ଅରଣ୍ୟରେ ଜୀବଜନ୍ତୁ ନିର୍ଭୟ ଓ ସ୍ୱାଧୀନ ଭାବେ ବିଚରଣ କରିଥାନ୍ତି। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, କେଉଁଟି ଅନୌପଚାରିକ ପତ୍ର? ତ ଚାରିଟି ଅପସନ୍ ଦେଇଛି, ତ ଭିତରୁ କେଉଁଟା ଗୋଟେ ଅନୌପଚାରିକ ପତ୍ର କେଉଁଟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ବ୍ୟକ୍ତିଗତ। ଏଇଟା ହେଉଛି ଅନୌପଚାରିକ ପତ୍ର। ଆଉ ଔପଚାରିକ ପତ୍ର ହେଇଗଲା ବାଣିଜ୍ୟିକ, ସରକାରୀ ନିମନ୍ତ୍ରଣ। ତ ନେକ୍ସଟ ଦେଖିବା, କହେ ବୈଷ୍ଣବ ନିଶ୍ଚେ ଜୀବ ଜୀବ, ମରୁଛି ବି ଗଳା ମାଳି କେମନ୍ତେ। ବୈଷ୍ଣବ ଶବ୍ଦଟି କାହାକୁ ବୁଝେଇଛି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ସ୍ୱୟଂ କବିଙ୍କୁ ବୁଝେଇଛି। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, କେଉଁ ପ୍ରକାର ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ଦୋଷ ପ୍ରାୟ ରହିଥାଏ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ଦୋଷ ପ୍ରାୟ ରହିଥାଏ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷଣରେ କେଉଁଟି ଲକ୍ଷ୍ୟ ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ପିଲାଙ୍କ ସମ୍ମାନ ବର୍ଦ୍ଧନ। ଅପସନ୍ ନମ୍ବର ସି। କେଉଁଟି ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ? ତ ଚାରିଟି ଅପସନ୍ ଦେଇଛି, ତ ଭିତରୁ କେଉଁଟା ଗୋଟେ ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ କେଉଁଟା ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ। ଏଇଟା କିନ୍ତୁ ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଗୋଲାପ, ସପୁରୀ, ଟଗର, ମଲ୍ଲୀ, କଦଳୀ, ପଣସ, ଚମ୍ପା ଏଗୁଡ଼ିକ ମଧ୍ୟରୁ ଫୁଲ ଓ ଫଳର ନାମ ଅଲଗା କରି ଲେଖ। ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ? ଏଇଟା ହେଉଛି ବର୍ଗୀକରଣମୂଳକ ପ୍ରଶ୍ନ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଶ୍ରେଣୀରେ ଭାଷାଗତ ଭିନ୍ନତା କାହିଁକି ଦେଖାଯାଏ? ଶ୍ରେଣୀରେ ଭାଷାଗତ ଭିନ୍ନତା କାହିଁକି ଦେଖାଯାଏ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ଭିନ୍ନ ଭିନ୍ନ ଅଞ୍ଚଳ ବା ପରିବେଶର ପିଲା ଆସିଥିବାରୁ ସେଥିପାଇଁ ଶ୍ରେଣୀରେ ଭାଷାଗତ ଭିନ୍ନତା ଦେଖାଯାଇଥାଏ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଠିକ୍ ବନାନ ଥିବା ଶବ୍ଦ ଚାରିପଟେ ଗୋଲ ବୁଲେଇବାକୁ କୁହାଯାଇଥିଲେ ତାହା କେଉଁ ପ୍ରକାର ପ୍ରଶ୍ନ ହେବ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଉତ୍ତର ଚୟନମୂଳକ ପ୍ରଶ୍ନ ହେବ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଗଦ୍ୟ ଶିକ୍ଷାଦାନ କାଳରେ କଠିନ ଶବ୍ଦଗୁଡ଼ିକୁ ବୁଝାଇବା ପାଇଁ କେଉଁ ଉପାୟଟି ଯଥାର୍ଥ ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗଦ୍ୟ ବିଷୟରୁ କଠିନ ଶବ୍ଦଗୁଡ଼ିକୁ ବାଦ୍ ଦେବା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଦେଶଭକ୍ତ ଲକ୍ଷ୍ମଣ ନାୟକ ପ୍ରସଙ୍ଗଟି ପଢ଼ାଇବାର ମୁଖ୍ୟ ଉଦ୍ଦେଶ୍ୟଟି କ'ଣ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଜ୍ଞାନ ଅର୍ଜନ କରିବେ, ଏଇଟା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଗଛ ଓ କାଠୁରିଆ କବିତା ପଢ଼ି ସାରିବା ପରେ ଶିକ୍ଷାର୍ଥୀ ଗଛ ବିଷୟରେ ଏକ କବିତା ଲେଖି ଶିକ୍ଷକଙ୍କୁ ଦେଖାଇଲା। ଏହା ଶିକ୍ଷାର୍ଥୀର କେଉଁ ଗୁଣର ବିକାଶକୁ ବୁଝାଉଛି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ସୃଜନଶୀଳତାର ବିକାଶକୁ ବୁଝାଉଛି। ଅପସନ୍ ନମ୍ବର ଏ। ମାତୃଭାଷା ଶିକ୍ଷାଦାନରେ କେଉଁ ପଦ୍ଧତି ସହାୟକ ନୁହେଁ? ମାତୃଭାଷା ଶିକ୍ଷାଦାନରେ କେଉଁ ପଦ୍ଧତି ସହାୟକ ନୁହେଁ? ଗଳ୍ପ କଥନ, ନା ଛବି ପ୍ରଣାଳୀ, ନା ଶବ୍ଦାର୍ଥବୋଧ, ନା ଅନୁବାଦ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଅନୁବାଦ। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଲେଖା ମଧ୍ୟରେ କୌଣସି
ଶବ୍ଦର ଅର୍ଥକୁ ଅଧିକ ବିଶଦ କରିବାକୁ କେଉଁ ବିରାମ ଚିହ୍ନର ବ୍ୟବହାର କରାଯାଏ? ଉଦ୍ଧୃତ ନା ବନ୍ଧନୀ ନା କଲନ ନା ସେମିକଲନ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ବନ୍ଧନୀ। ବନ୍ଧନୀ ଚିହ୍ନର ବ୍ୟବହାର କରାଯାଏ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ମାତୃଭାଷା ଶିକ୍ଷା ପାଇଁ କେଉଁ କ୍ରମଟି ଠିକ୍? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଶ୍ରବଣ କଥନ ପଠନ ଲିଖନ। ଶୁଣିବା କହିବା ପଢ଼ିବା ଲେଖିବା ଏହି କ୍ରମଟି ଠିକ୍ ଅଛି। ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାଟି କ'ଣ ଜାଣିଛି ତା ବିଷୟରେ ପ୍ରଥମେ ଜାଣିବା ଚେଷ୍ଟା କରିବା। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ପିଲାଟି କହିବା ବେଳେ କୌଣସି ଭୁଲ ଥିଲେ ଶିକ୍ଷକ କ'ଣ କରିବେ? ପିଲାଟି କହିବା ବେଳେ କୌଣସି ଭୁଲ ଥିଲେ ଶିକ୍ଷକ କ'ଣ କରିବେ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାର ଭୁଲକୁ ସୁଧାରି ଆଣିବେ ଓ ନିଜେ ବାରମ୍ବାର ଠିକ୍ କରି କହିବେ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ପିଲାମାନଙ୍କୁ ଦଳ ଦଳ କରି ବସାଇ ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ କେଉଁ ଦକ୍ଷତାର ବିକାଶ ଘଟିବ? ପିଲାମାନଙ୍କୁ ଦଳ ଦଳ କରି ବସାଇ ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ କେଉଁ ଦକ୍ଷତାର ବିକାଶ ଘଟିବ? କହିବା ନା ଶୁଣିବା ନା ପଢ଼ିବା ନା ସ୍ୱଶିକ୍ଷଣ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ସ୍ୱଶିକ୍ଷଣର ବିକାଶ ଘଟିବ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଭାଷା ଶିକ୍ଷଣ ପାଇଁ ଯେଉଁ 4ଟି କୌଶଳ ପ୍ରୟୋଗ କରାଯାଏ ସେଗୁଡ଼ିକ ମଧ୍ୟରେ ସର୍ବପ୍ରଥମ କେଉଁଟା? ଶୁଣିବା ନା ଶୁଣିବା? ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଶୁଣିବା କହିବା ପଢ଼ିବା ଲେଖିବା ଏଗୁଡ଼ିକ କେଉଁ ସ୍ତରର ଦକ୍ଷତା? ଏଗୁଡ଼ିକ ହେଉଛି ପ୍ରାଥମିକ ସ୍ତରର ଦକ୍ଷତା। ତ ନେକ୍ସଟ ଦେଖିବା ଶିଶୁଟି ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ପ୍ରଥମେ ମାତୃଭାଷା ପାଇଁ କିପରି ଆଗ୍ରହୀ କରାଇବେ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପ୍ରଥମେ ଗଳ୍ପ ଓ ଗୀତ ଶୁଣାଇବେ। ତ ନେକ୍ସଟ ଦେଖିବା ପଠନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କ'ଣ କରିବେ? ପଠନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କ'ଣ କରିବେ? କ'ଣ କରିଥିବେ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଛବି ଓ ଲେଖାଥିବା ଫ୍ଲାସ୍ କାର୍ଡ଼ ଦେଖାଇବେ। ତ ନେକ୍ସଟ ଦେଖିବା ଆଧୁନିକ ପ୍ରଣାଳୀରେ ଅକ୍ଷର ଶିକ୍ଷା କିପରି ଦିଆଯାଏ? କିପରି ଦିଆଯାଏ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ବାକ୍ୟରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର। ତ ନେକ୍ସଟ ଦେଖିବା ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା? କେଉଁ ପଦ୍ଧତି ଗ୍ରହଣ କରିବା? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଗଳ୍ପ ପଠନ ପ୍ରଣାଳୀ ଗ୍ରହଣ କରିବା। ତ ନେକ୍ସଟ ଦେଖିବା କଥନ ଦକ୍ଷତାକୁ ଦ୍ୱିତୀୟ ଦକ୍ଷତା ରୂପେ କାହିଁକି କୁହାଯାଇଛି? କଥନ ଦକ୍ଷତାକୁ ଦ୍ୱିତୀୟ ଦକ୍ଷତା ରୂପେ କାହିଁକି କୁହାଯାଇଛି? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କଥନ ଦ୍ୱାରା ତାର ଅଭିବ୍ୟକ୍ତି ମୌଖିକ ପ୍ରକାଶ ପାଏ। ତ ନେକ୍ସଟ ଦେଖିବା ଶିଶୁ କେତେ ବର୍ଷ ବୟସ ଯାଏ ମା ପାଖରେ ଥାଏ? ଶିଶୁ କେତେ ବର୍ଷ ବୟସରେ ମା ପାଖରେ ଥାଏ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର 3 ବର୍ଷ। 3 ବର୍ଷ ଯାଏ ମା ପାଖରେ ଥାଏ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ପଠନ କୌଶଳ ଶିକ୍ଷା ପାଇଁ ଶିକ୍ଷକ କି କି ଉପକରଣ ବ୍ୟବହାର କରିପାରିବେ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ କଳାପଟା ଉପକରଣ ଛବିଯୁକ୍ତ ଶବ୍ଦ ଏସବୁ ଉପକରଣ ବ୍ୟବହାର କରିପାରିବେ। ତ ନେକ୍ସଟ ଦେଖିବା ଶିଶୁମାନଙ୍କର ଲିଖନ କ୍ରିୟା ଉପରେ ପ୍ରଥମରୁ ଗୁରୁତ୍ୱ ଦେଲେ କ'ଣ ଅସୁବିଧା ହୁଏ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପିଲା ଉପରେ ଅଧିକ ଚାପ ପଡ଼େ। ତ ନେକ୍ସଟ ଦେଖିବା ପାଠ୍ୟକ୍ରମରେ ଶିକ୍ଷକମାନଙ୍କୁ ସ୍ୱାଧୀନତା ଦିଆଯାଇଥାଏ କେଉଁଥିରେ? କେଉଁଥିରେ ଶିକ୍ଷକମାନଙ୍କୁ ସ୍ୱାଧୀନତା ଦିଆଯାଇଥାଏ? ଗଣିତ ପୁସ୍ତକରେ ନା ଭାଷା ପୁସ୍ତକରେ ନା ପରିବେଶ ପୁସ୍ତକରେ ନା ସମନ୍ୱିତ ପାଠ୍ୟ ପୁସ୍ତକରେ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ସମନ୍ୱିତ ପାଠ୍ୟ ପୁସ୍ତକରେ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ଚଳୁଥିବା ପାଠ୍ୟପୁସ୍ତକ କେଉଁ ଆଧାରରେ ପ୍ରସ୍ତୁତ? କେଉଁ ଆଧାରରେ ପ୍ରସ୍ତୁତ? ଏ ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଜାତୀୟ ପାଠ୍ୟକ୍ରମ ଆଧାର 2005ରେ ପ୍ରସ୍ତୁତ। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି କେଉଁଟି ମାତୃଭାଷା ଶିକ୍ଷଣର ଦକ୍ଷତା ନୁହେଁ? ତ 4ଟି ଅପସନ୍ ଦେଇଛି ତ ଭିତରୁ କୋଉଟା ଗୋଟେ ମାତୃଭାଷା ଶିକ୍ଷଣର ଦକ୍ଷତା କୋଉଟା ନୁହେଁ? ରାଇଟ୍ ଆନ୍ସର କୋଉଟା ହବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ସଂଜ୍ଞା ଭିତ୍ତିକ ବ୍ୟାକରଣ। ଏଇଟା କିନ୍ତୁ ମାତୃଭାଷା ଶିକ୍ଷଣର ଦକ୍ଷତା ନୁହେଁ।
तो नेक्स्ट देखिबा काहाको आदि भाषा कुआजे काहाको आमे कहिबा आदि भाषा बोली ए राइट आंसर हे जिवो ऑप्शन नंबर सी संस्कृत भाषा को हम कहिबा आदि भाषा बोली कहिबा। तो नेक्स्ट देखिबा नेक्स्ट क्वेश्चन रहिछि केउटी को मातृभाषा कुआजे काहाको मातृभाषा कुआजे ए राइट आंसर कोडा हबो ए राइट आंसर हे जिवो ऑप्शन नंबर बी घरे व्यवहार करा जाउतबा भाषा को हम कहिबा मातृभाषा बोली कहिबा ऑप्शन नंबर बी। तो नेक्स्ट देखिबा नेक्स्ट क्वेश्चन रहिछि भाषा शिक्षण समय रे केउ दुईटी दक्षता आग आवश्यक राइट आंसर कोडा हबो राइट आंसर हे जिवो ऑप्शन नंबर बी सुनिबा हो कहिबा ए दुईटी दक्षता आग आवश्यक। तो नेक्स्ट देखिबा स्वशिक्षण काहाको आजे स्वशिक्षण काहाको कहिबा राइट आंसर कोडा हबो राइट आंसर हे जिवो ऑप्शन नंबर सी शिक्षक शिक्षयित्री बिना साइज रे पिला माने पाठ को बुझी निजे प्रयोग करिबा एडा होची स्वशिक्षण। तो नेक्स्ट देखिबा प्राक लिखनर विकास पई शिक्षक केउ कामटी करिवे नाही प्राक लिखन विकास पई शिक्षक केउ कामटी करिवे नाही राइट आंसर कोडा हबो राइट आंसर हे जिवो ऑप्शन नंबर सी दुई अंगुली मध्य रे पेंसिल रखी दाबी देबा एई कामटी करिवे नाही। तो नेक्स्ट देखिबा एक भाषाभाषी लोक पाखरे नथिले कोन असुविधा होइताय राइट आंसर हे जिवो ऑप्शन नंबर ए केही का कथा बुझंती नाही। तो नेक्स्ट देखिबा दैनिक संवादपत्र पाठ करिबा तो एटा गोटे कि प्रकार पठन एटा होची व्यापक पठन। तो नेक्स्ट देखिबा केउटी तात्विक पठनर काम नहुए तात्विक पठनर काम कोडा नहुए राइट आंसर कोडा हबो राइट आंसर जिवो ऑप्शन नंबर सी विषय वस्तु को मोटामोटी भाबरे बुझिबा। तो नेक्स्ट देखिबा तात्विक पठन व व्यापक पठन मध्यरे केउटी शिशु पाई आनंददायक राइट आंसर जिवो ऑप्शन नंबर बी व्यापक पठन। शिक्षादान समय रे पिलामानकु दଳ दଳ करी बसैबा फଳରେ कौन सुविधा होइताय पिला माने तांको भितरे परस्पर आलोचना करितांती। तो नेक्स्ट देखिबा शिशु कौन कौन लेखे जहाँ शुणी थाए ना जहाँ देखी थाए ना जहाँ अनुभव करी थाए ना जहाँ शुणी थाए देखी थाए अनुभव करते राइट आंसर जिवो ऑप्शन नंबर डी जहाँ शुणी थाए देखी थाए वो अनुभव करी थाए ताही लेखिबो। तो नेक्स्ट देखिबा शिक्षक रचना लेखैबा बेले का ऊपर गुरुत्व देबे नाही राइट आंसर जिवो ऑप्शन नंबर सी घरे रचना लेखि आनिबा। तो नेक्स्ट देखिबा केउटी प्रबंध लिखनर उद्देश्य नहुए राइट आंसर कोडा हबो राइट आंसर जिवो ऑप्शन नंबर डी शब्दानुशीलन शक्तिर विकास एटा प्रबंध लिखनर उद्देश्य नहुए। तो नेक्स्ट देखिबा गोटे आदिवासी पिला साधारण स्कूल रे पढ़िले ओडिया भाषा ताको किपरि लागे राइट आंसर कोडा हबो राइट आंसर जिवो ऑप्शन नंबर सी विदेशी भाषा बोली लागे ऑप्शन नंबर सी। तो नेक्स्ट देखिबा मातृभाषा शिक्षादानर प्राथमिक स्तर रे केउ दुईटी कौशल गुरुत्व देबा उचित राइट आंसर कोडा हबो राइट आंसर जिवो ऑप्शन नंबर डी जिवो राइट आंसर श्रवण और कथन शुणिबा और कहिबा ए दुईटी दक्षता कौशल उपरे गुरुत्व देबा उचित। तो नेक्स्ट देखिबा विद्यालय को आसीबा पूर्व शिशु केउ भाषा रे दक्षता अर्जन करिताय विद्यालय को आसीबा पूर्व शिशु केउ भाषा रे दक्षता अर्जन करिताय राइट आंसर जिवो ऑप्शन नंबर डी कथित भाषा दक्षता अर्जन करिताय। तो नेक्स्ट देखिबा केउटी मातृभाषा शिक्षादान रे मूल्यांकन उद्देश्य संपर्कित नहुए मातृभाषा शिक्षादान मूल्यांकन उद्देश्य कोडा नहुए राइट आंसर जिवो ऑप्शन नंबर सी बेसी नंबर रखुथिबा शिशु मानकु पुरस्कृत करिबा ऑप्शन नंबर सी। तो नेक्स्ट देखिबा वर्णशुद्धि निराकरण पई केउटी अधिक उपयोगी राइट आंसर कोडा हबो राइट आंसर जिवो ऑप्शन नंबर डी लिखनर अभ्यास वर्णशुद्धि निराकरण पई लिखन अभ्यास अधिक उपयोगी ऑप्शन नंबर डी। तो नेक्स्ट देखिबा भाषा शिक्षार सर्वनिम्न दक्षता केतोटी राइट आंसर कोडा हबो राइट आंसर जिवो ऑप्शन नंबर सी 9टी ऑप्शन नंबर सी आ प्राथमिक स्तर रे 4टी। तो नेक्स्ट देखिबा प्राथमिक स्तर रे मातृभाषा शिक्षादान पई केउ भाषा माध्यमटी फलप्रद नुहे राइट आंसर कोडा हबो राइट आंसर जिवो ऑप्शन नंबर ए
ପୁସ୍ତକର ଭାଷା ନୁହେଁ। ଅପସନ୍ ନମ୍ବର ଏ। କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ? ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ କୋଉଟା ନୁହେଁ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, 2 ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା। ତ ନେକ୍ସଟ ଦେଖିବା ଶୁଦ୍ଧ ଶବ୍ଦ ଲିଖନ କେଉଁଟି ଆବଶ୍ୟକ? ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ବନାନ ଖେଳର ଆବଶ୍ୟକ। ତ ନେକ୍ସଟ ଦେଖିବା କେଉଁ ପ୍ରକାରର ମୂଲ୍ୟାୟନରେ ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ପ୍ରବୀଣତା ପରୀକ୍ଷଣ। ତ ନେକ୍ସଟ ଦେଖିବା ମାତୃଭାଷା ଶିକ୍ଷା କଲେ ଆମେ କେଉଁ ପ୍ରସଙ୍ଗ ଜାଣିପାରିବା ନାହିଁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ବୈଜ୍ଞାନିକ ପରୀକ୍ଷଣ ଆମେ ଜାଣିପାରିବା ନାହିଁ। ତ ନେକ୍ସଟ ଦେଖିବା କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶ୍ରୁତି ଦୋଷ ଥିଲେ କଥା କହିପାରେ ନାହିଁ। ତ ନେକ୍ସଟ ଦେଖିବା NCF5ର ଫୁଲ୍ ଫର୍ମ କ'ଣ ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ ହେବ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ପଠନକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିପାରିବା? ପଠନକୁ ଆମେ ମୁଖ୍ୟତଃ 2 ଭାଗରେ ବିଭକ୍ତ କରିପାରିବା। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ତାକୁ ଆମେ କହିବା ତାତ୍ତ୍ୱିକ ପଠନ କହିବା। ତ ନେକ୍ସଟ ଦେଖିବା ଆଜିକାଲି କେଉଁ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି? ଆଜିକାଲି ସହଶିକ୍ଷଣ ଉପରେ। ତ ନେକ୍ସଟ ଦେଖିବା ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କେଉଁଠି ନୁହେଁ? ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କୋଉଟା ନୁହେଁ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗଭୀର ରସାनुभୂତି ନୁହେଁ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଏବେ ଦେଖିବା ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କୋଉଟା ନୁହେଁ? ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ କୋଉଟା ନୁହେଁ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ବ୍ୟବହାରିକ ବ୍ୟାକରଣ ପ୍ରୟୋଗ। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି ଭାରତର ସମ୍ବିଧାନରେ କେତୋଟି ଭାଷାକୁ ସ୍ୱୀକୃତି ଦିଆଯାଇଛି? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, 22ଟି ଭାଷାକୁ ସ୍ୱୀକୃତି ଦିଆଯାଇଛି। ତ ନେକ୍ସଟ ଦେଖିବା ଶଙ୍କର ଜାତୀୟ ଭାଷା କ'ଣ? ଶଙ୍କର ଜାତୀୟ ଭାଷା କ'ଣ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଯେଉଁ ଭାଷାରେ ବିଭିନ୍ନ ଭାଷାର ଶବ୍ଦ ମିଶିଥାଏ ତାକୁ ଆମେ କହିବା ଶଙ୍କର ଜାତୀୟ ଭାଷା ବୋଲି କହିବା ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଶ୍ରୁତ ଲିଖନ କେଉଁ 2ଟି କୌଶଳ ଉପରେ ପର୍ଯ୍ୟବେସିତ? ଶ୍ରୁତ ଲିଖନ କେଉଁ 2ଟି କୌଶଳ ଉପରେ ପର୍ଯ୍ୟବେସିତ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଶ୍ରବଣ ଓ ଲିଖନ କୌଶଳ ଉପରେ ପର୍ଯ୍ୟବେସିତ। ତ ନେକ୍ସଟ ଦେଖିବା ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା? ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା? ଯେତେବେଳେ ପିଲା ନିଜ ମନରୁ ରଚନା ବା ଅନୁଚ୍ଛେଦ ଲେଖିପାରିବ। ତ ନେକ୍ସଟ ଦେଖିବା ସୃଜନାତ୍ମକ ଲିଖନ କ'ଣ? ସୃଜନାତ୍ମକ ଲିଖନ କ'ଣ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗୋଟିଏ ନୂଆ ଚିନ୍ତା କଳ୍ପନାକୁ ନେଇ ଲେଖିବା, ଏଇଟା ହେଉଛି ସୃଜନାତ୍ମକ ଲିଖନ। ତ ନେକ୍ସଟ ଦେଖିବା MLEର ଫୁଲ୍ ଫର୍ମ କ'ଣ ହେବ? MLEର ପୁରା ନାମ କ'ଣ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା କେଉଁ କାର୍ଯ୍ୟଟି ମାତୃଭାଷାର ଦକ୍ଷତା ବୃଦ୍ଧି କରିନଥାଏ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ପାଠ୍ୟପୁସ୍ତକର ପାଠ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର, ଶ୍ରବଣ ଓ ପଠନ, ଶୁଣିବା ଓ ପଢ଼ିବା ଦ୍ୱାରା ହୋଇଥାଏ। ତ ନେକ୍ସଟ ଦେଖିବା କାଲଭେରିଆ ମାତୃତ୍ୱର ଆନନ୍ଦ ପାଉଥିଲା, ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ? ଏଇଟା ହେଉଛି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି ମୌଖିକ କାହା ମାଧ୍ୟମରେ କରାଯାଇଥାଏ? ମୌଖିକ କାହା ମାଧ୍ୟମରେ କରାଯାଇଥାଏ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, କଥୋପକଥନ ଓ ସାକ୍ଷାତକାର ମାଧ୍ୟମରେ କରାଯାଇଥାଏ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଲିଖିତ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହିବ ନାହିଁ? ଲିଖିତ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହିବ ନାହିଁ? ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ବସ୍ତୁନିଷ୍ଠ ପ୍ରଶ୍ନ ରହିବ ନାହିଁ। ତ ନେକ୍ସଟ ଦେଖିବା କେଉଁ ମୂଲ୍ୟାୟନକୁ ସାମଗ୍ରିକ ମୂଲ୍ୟାୟନ କୁହାଯାଏ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଗଠନମୂଳକ।
ଗଠନମୂଳକ ପରୀକ୍ଷଣକୁ ଆମେ କହିବା ସାମଗ୍ରିକ ମୂଲ୍ୟାୟନ କହିବା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା କେଉଁଟି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉଦାହରଣ। ତ ଚାରିଟି ଅପସନ୍ ଦେଇଛି, ତ ଭିତରୁ କେଉଁଟା ଗୋଟେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଏକ୍ଜାମ୍ପଲ୍ ଅଟେ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। କଳା ମାଣିକରେ କବିତାର ସାରମର୍ମ ଲେଖ। ଏଇଟା ହେଉଛି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉଦାହରଣ। ତ ନେକ୍ସଟ ଦେଖିବା କେଉଁଟି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ। ତ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ କାହାକୁ କୁହାଯାଏ? ଯେଉଁ ପ୍ରଶ୍ନରେ କି ଉତ୍ତର ଅନେକ ଆସୁଥିବ ତାକୁ ଆମେ କହିବା ମୁକ୍ତ ଉତ୍ତରମୂଳକ ପ୍ରଶ୍ନ କହିବା। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ତୁମେ ଯଦି ଚଢ଼େଇ ହୋଇଥାନ୍ତ କ'ଣ କରିଥାନ୍ତ? ଏଇଟା ହେଉଛି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ। ତ ନେକ୍ସଟ ଦେଖିବା ଶିଶୁ କେଉଁ ଭାଷା ମାଧ୍ୟମରେ ତାର ଚିନ୍ତା ଓ ଚେତନାକୁ ଜାଗ୍ରତ କରିଥାଏ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ମାତୃଭାଷା ମାଧ୍ୟମରେ। ତ ନେକ୍ସଟ ଦେଖିବା ମାତୃଭୂମି ମାତୃଭାଷାରେ ମମତା ଯା ହୃଦୟ ଜନ୍ମି ନାହିଁ, ତାଙ୍କୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ତ କବି ଏଇଟାକୁ କିଏ ଲେଖିଛନ୍ତି? କେଉଁ କବି ଲେଖିଛନ୍ତି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଗଙ୍ଗାଧର ମେହେର ଲେଖିଛନ୍ତି। ତ ନେକ୍ସଟ ଦେଖିବା ସୃଜନଶୀଳତା ଓ ଉଦାରତା ଶିଶୁ ପାଇଁ ଚାବିକାଠି ବୋଲି କିଏ କହିଥିଲେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପ୍ରଫେସର ଯଶପାଲ କହିଥିଲେ। ତ ନେକ୍ସଟ ଦେଖିବା ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ କେଉଁଟି ବୋଧାତ୍ମକ ପ୍ରଶ୍ନ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ବୃକ୍ଷଲତା ଆମର କାହିଁକି ଦରକାର। ତ ନେକ୍ସଟ ଦେଖିବା କେଉଁ ପଠନ ଦ୍ୱାରା ପ୍ରସଙ୍ଗ ନିହିତ ଭାବଧାରା ବୁଝିବା ପାଇଁ ଶିକ୍ଷାର୍ଥୀମାନେ ସମର୍ଥ ହୁଅନ୍ତି? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ପି ନୀରବ ପଠନ। ତ ନେକ୍ସଟ ଦେଖିବା ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖି ବାକ୍ୟ ବ୍ୟବହାର କର। ଏହା କେଉଁ ତ ଏଇଟା ଗୋଟେ କେଉଁ ପ୍ରକାର ପ୍ରଶ୍ନ? ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ତ ଏଇଟା ଗୋଟେ କେଉଁ ପ୍ରକାର ପ୍ରଶ୍ନ? ଏଇଟା ହେଉଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା କେଉଁଟି ସାମଗ୍ରିକ ମୂଲ୍ୟାୟନ ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପ୍ରବୀଣତା ପରୀକ୍ଷଣ। ଏଇଟା ସାମଗ୍ରିକ ମୂଲ୍ୟାୟନ ନୁହେଁ। ତ ନେକ୍ସଟ ଦେଖିବା ବୋଧଜ୍ଞାନ ଦକ୍ଷତାର ବିକାଶ ପାଇଁ କେଉଁ କାର୍ଯ୍ୟ ଅଧିକ ଆବଶ୍ୟକ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ପଠନର କାର୍ଯ୍ୟ ଅଧିକ ଆବଶ୍ୟକ। ତ ନେକ୍ସଟ ଦେଖିବା କେଉଁଟି ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ନୁହେଁ? ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା କେଉଁଟା ନୁହେଁ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ବ୍ୟାକରଣ ସୂତ୍ର ଜାଣିବା। ତ ନେକ୍ସଟ ଦେଖିବା ମାତୃଭାଷା ଶିକ୍ଷକ କେଉଁ ସ୍ତରକୁ ଆସି ଶିକ୍ଷାଦାନ ଆରମ୍ଭ କରିବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାର ସ୍ତରକୁ ଆସି ଶିକ୍ଷାଦାନ ଆରମ୍ଭ କରିବେ। ତ ନେକ୍ସଟ ଦେଖିବା ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? କ'ଣ କରିବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାଟି କ'ଣ ଜାଣିଛି ତାହା ଜାଣିବା। ତ ନେକ୍ସଟ ଦେଖିବା ଶିଶୁଟି ଜନ୍ମ ହେବା ପରେ ପ୍ରଥମେ କେଉଁ ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଶୁଣିବା ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ରହିଛି ପିଲାଟି କହିବା ବେଳେ କୌଣସି ତ୍ରୁଟି କଲେ ଶିକ୍ଷକ କ'ଣ କରିବେ? କ'ଣ କରିବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ଶିକ୍ଷକ ନିଜେ ବାରମ୍ବାର ଠିକ୍ ଶବ୍ଦଟି କହିବେ। ତ ନେକ୍ସଟ ଦେଖିବା ଶ୍ରବଣ କଥନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କିପରି ପ୍ରସ୍ତୁତ ହେବେ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ପିଲାଙ୍କୁ ଭଲ ଲାଗିଲା ଭଳି ବିଷୟ ବାଛିବେ। ତ ନେକ୍ସଟ ଦେଖିବା ଗୋଟିଏ ପିଲାର ପାଟି ଲାଗିଯାଏ କହିବା ବେଳେ ଆମେ ତାକୁ ଚିହ୍ନଟ କିପରି କରିପାରିବା? କେତେବେଳେ କରିବା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପଠନ ଦକ୍ଷତା ବେଳେ ପଢ଼ିଲା ବେଳେ ଚିହ୍ନଟ କରିବା। ତ ନେକ୍ସଟ ଦେଖିବା ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଗଳ୍ପ ପଠନ ପ୍ରଣାଳୀ। ତ ନେକ୍ସଟ ଦେଖିବା ଭାଷା ଶିକ୍ଷା ପାଇଁ ତୃତୀୟ କୌଶଳଟି କିଏ? ଭାଷା ଶିକ୍ଷାର ତୃତୀୟ କୌଶଳଟି କିଏ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ପଢ଼ିବା ପଠନ। ପ୍ରଥମ ହେଇଗଲା ଶୁଣିବା, ଦ୍ୱିତୀୟ କହିବା, ତୃତୀୟ ପଢ଼ିବା, ଚତୁର୍ଥ ଲେଖିବା। ତ ନେକ୍ସଟ ଦେଖିବା ଶ୍ରବଣ କଥନ ପଠନ ଓ ଲିଖନ ଏଗୁଡ଼ିକ ମଧ୍ୟରୁ କେଉଁଟି ଶିଶୁମାନଙ୍କର କଷ୍ଟକର ହୋଇଥାଏ?
लिखन ना लेखिबारे लेखिबारे कष्ट होइते ऑप्शन नंबर डी। तो नेक्स्ट देखिबा नेक्स्ट क्वेश्चन रहिछि लिखन दक्षता अर्जन करबाकू शिशु पई कष्टकर हुए काहेकि काहेकि ए राइट आंसर कोडा बर राइट आंसर हिजिबो ऑप्शन नंबर सी। शिशु हातर मांसपेशी ओ स्नायु प्रस्तुत न थाए तो सेथि पई लिखिबारे कष्ट होइते। तो नेक्स्ट देखिबा पाठ्यपुस्तक मानक भितरे केउं श्रेणीर पाठ्यपुस्तकटी सम्मानित पाठ्यपुस्तकर अंतर्गत राइट आंसर कोडा बर राइट आंसर हिजिबो ऑप्शन नंबर ए प्रथम श्रेणी ऑप्शन नंबर ए। तो नेक्स्ट देखिबा प्रथम श्रेणी पाठ्यपुस्तकर नाम कौन प्रथम श्रेणीर पाठ्यपुस्तकर नाम कौन राइट आंसर कोडा बर राइट आंसर हिजिबो ऑप्शन नंबर डी हस खेल। एटा होछि प्रथम श्रेणीर पाठ्यपुस्तकर नाम आ द्वितीय श्रेणीर पाठ्यपुस्तकर नाम नाम कौन हसखुशी। तो नेक्स्ट देखिबा पाठ्यक्रम रे शिक्षक मानकू स्वाधीनता दिया जायते केउथिरे केउथिरे स्वाधीनता दिया जायते राइट आंसर कोडा बर राइट आंसर हिजिबो ऑप्शन नंबर डी सम्मानित पाठ्यपुस्तक रे ऑप्शन नंबर डी। तो नेक्स्ट देखिबा तात्विक पठनर प्रधान लक्ष्य कौन तात्विक पठनर प्रधान लक्ष्य होछि बोध ज्ञान हासिल करबा ऑप्शन नंबर ए। तो नेक्स्ट देखिबा नेक्स्ट क्वेश्चन रहिछि दैनिक संवादपत्र पाठ करबा तो एडा गोटे केउ प्रकार पठन एडा होछि व्यापक पठन। तो नेक्स्ट देखिबा केउटी तात्विक पठन कार्य नय तो तात्विक पठनर काम कोडा नय राइट आंसर हिजिबो ऑप्शन नंबर सी विषय वस्तु को मोटामोटी भाव में बुझिबा। तो नेक्स्ट देखिबा केउटी पद्य शिक्षादानर उद्देश्य कोडा नय पद्य शिक्षादानर उद्देश्य कोडा नय ऑप्शन नंबर सी व्यवहारिक व्याकरणर प्रयोग। तो नेक्स्ट देखिबा शिक्षादान समय पिलामानंकु दल दल करी बसैबा फल कौन सुविधा होइଥାଏ कौन सुविधा होइଥାଏ ऑप्शन नंबर बी परस्पर भितरे आलोचना करितांते। तो नेक्स्ट देखिबा बयस बढ़िबा संगे संगे लिखन दक्षता पाई शिशुर केउ गुणर विकास घटे राइट आंसर हिजिबो ऑप्शन नंबर डी चिंता चेतना और कल्पना ए सब गुणर विकास घटी। तो नेक्स्ट देखिबा भाषा प्रबंधे जगन्नाथ ए उक्तिटी केउथिरु आसीछि राइट आंसर कोडा बर राइट आंसर हिजिबो ऑप्शन नंबर सी भागवतरु आसीछि। तो नेक्स्ट देखिबा ओडिसा रे केते प्रकार आदिवासी जाति थिबा जणा जाय केते प्रकार राइट आंसर कोडा बर राइट आंसर हिजिबो ऑप्शन नंबर सी हिजिबो राइट आंसर 62 प्रकार। तो नेक्स्ट देखिबा रघुनाथ मुर्मू आज कौन पाई विख्यात रघुनाथ मुर्मू आज कौन पाई विख्यात पंडित थिबारु ना स्वाधीनता संग्राम जोगु ना कवित्व जोगु ना सान्ताली भाषार लिपि उद्भावन करिथिबारु राइट आंसर कोडा बर राइट आंसर हिजिबो ऑप्शन नंबर डी सान्ताली भाषार लिपि उद्भावन करिथिबारु रघुनाथ मुर्मू फेमस। तो नेक्स्ट देखिबा शिक्षण और शिक्षादान समय रे श्रेणी गृह रे केउ प्रक्रियाटी भल शिक्षक पिलांकु शिखैबा ना पिलाठु पिलाकु शिखैबा ना बापा माँ पिलांकु शिखैबा ना पिला ट्यूशन सार को ठारू शिखिबा राइट आंसर हेजिबो ऑप्शन नंबर बी पिलाठु पिलाकु शिखैबा एही प्रक्रियाटी भल ऑप्शन नंबर बी। तो नेक्स्ट देखिबा मूल्यांकनर उद्देश्य केउटी नय तो चारिटी ऑप्शन देछि तो भितर कोडा गोटे मूल्यांकनर उद्देश्य कोडा न दुर्बलतार चिन्हटीकरण ना दुर्बलतार चिन्हटीकरण तार प्रतिकारमूलक कार्य ना मूल्यांकनर शिक्षार्थीर प्रगति रे बाधा दिए ना मूल्यांकनर शिक्षार्थीर प्रगति रे साहाय्य करे राइट आंसर हिजिबो ऑप्शन नंबर सी मूल्यांकन शिक्षार्थीर प्रगति रे बाधा दिए एटा होछि मूल्यांकनर उद्देश्य नय ऑप्शन नंबर सी। तो नेक्स्ट देखिबा प्रथम श्रेणी रे शिशुर भाषा साहित्य रे 50% मौखिक रखा जाए काहेकि रखा जाए राइट आंसर कोडा हबो राइट आंसर हिजिबो ऑप्शन नंबर बी ए हिजिबो राइट आंसर शिशुर लिखन दक्षतार विकास घटी नथिबारु शिशुर लिखन दक्षतार विकास घटी नथिबारु सेति पई प्रथम श्रेणी रे भाषा साहित्य रे 50% मौखिक रखा जाए। तो नेक्स्ट देखिबा शिशुर बोध ज्ञान आहरण केउ दक्षता जोग होइता राइट आंसर कोडा पर राइट आंसर हिजिबो ऑप्शन नंबर श्रवण पठन जोग ऑप्शन नंबर ए श्रवण पठन जोग होइता। तो नेक्स्ट देखिबा गोटे द्वितीय श्रेणी पिला भाषा रे मौखिक शतकड़ा केते थाए राइट आंसर कोडा पर राइट आंसर हिजिबो ऑप्शन नंबर बी 40% थाए
ଆଉ ସପ୍ତମ ଶ୍ରେଣୀରେ ମୌଖିକ କେତେ ଶତକଡ଼ା ଥାଏ? ମୌଖିକ ପରୀକ୍ଷା ମନେ ରଖିବେ 10%। ତ ନେକ୍ସଟ ଦେଖିବା, ବନ୍ଧନୀ ମଧ୍ୟରୁ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କଲେ ପରୀକ୍ଷାର୍ଥୀଙ୍କୁ କ'ଣ ସୁବିଧା ହୁଏ? କ'ଣ ସୁବିଧା ହୁଏ? ରାଇଟ୍ ଆନ୍ସର କେଉଁଟା ହେବ? ଏ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ବନ୍ଧନୀ ମଧ୍ୟରେ ଶବ୍ଦ ମଧ୍ୟରେ ଭାବନା ସୀମିତ ରହେ। ଅପସନ୍ ନମ୍ବର ସି। ଏବେ ଦେଖିବା ଲାଷ୍ଟ କ୍ୱେଶ୍ଚିନ୍, ଦୃଷ୍ଟାନ୍ତମୂଳକ ପ୍ରଶ୍ନରୁ ପରୀକ୍ଷାର୍ଥୀର କେଉଁ ଜ୍ଞାନକୁ ପରୀକ୍ଷା କରାଯାଏ? କେଉଁ ଜ୍ଞାନକୁ ପରୀକ୍ଷା କରାଯାଏ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ଶବ୍ଦ ଜ୍ଞାନ ଶକ୍ତିକୁ ପରୀକ୍ଷା କରାଯାଏ। ଅପସନ୍ ନମ୍ବର ଏ। ଥ୍ୟାଙ୍କ ୟୁ।